ପିଲାମାନେ ଆଜି ଆମେ ଏହି ଭିଡ଼ିଓରେ ବାଜିରାଉତଙ୍କ ବିଷୟରେ ଜାଣିବା। ବାଜିରାଉତଙ୍କ କାହାଣୀ ଚାଲନ୍ତୁ ଆରମ୍ଭ କରିବା। ସେତେବେଳେ ଆମ ଦେଶକୁ ଇଂରେଜମାନେ ଶାସନ କରୁଥିଲେ। ଓଡ଼ିଶାର ବହୁତ ଛୋଟ ଛୋଟ ରାଜ୍ୟ ଥିଲା। ଇଂରେଜମାନଙ୍କ ପ୍ରତିନିଧି ହିସାବରେ ରାଜ୍ୟର ରାଜାମାନେ ଶାସନ କରୁଥିଲେ। ଢେଙ୍କାନାଳ ରାଜାଙ୍କ ଶାସନରେ ପ୍ରଜାମାନେ ବହୁତ କଷ୍ଟ ପାଉଥିଲେ। ଅନ୍ୟାୟର ମୁକାବିଲା ପାଇଁ ସେମାନେ ଏକ ପ୍ରକାର ମଣ୍ଡଳ ଗଢ଼ିଲେ ଏବଂ ଏହା ମାଧ୍ୟମରେ ଆନ୍ଦୋଳନ କଲେ। ଏ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ଫୌଜମାନଙ୍କୁ ଢେଙ୍କାନାଳକୁ ପଠାଇଲେ। ଫୌଜମାନେ ଭୁବନ ଗାଁ ଭିତରେ ପଶି ବହୁ ଗ୍ରାମବାସୀଙ୍କୁ ଗୁଳି କରି ମାରିଦେଲେ। ଫେରିବା ବେଳେ ନୀଳକଣ୍ଠପୁର ପାଖରେ ଥିବା ବ୍ରାହ୍ମଣୀ ନଦୀ ଘାଟ ନିକଟରେ ପହଞ୍ଚିଲେ। ଦେଖିଲେ ଘାଟରେ ଡଙ୍ଗା ନାହିଁ। ଦୂରରେ ଦେଖିଲେ ନଈର ଆର ଘାଟରେ 12-13 ବର୍ଷର ବାଳକଟିଏ ଘାଟ ଜଗିଛି। ଫୌଜମାନେ ତାକୁ ଡଙ୍ଗା ଏପାରିକୁ ଆଣିବାକୁ ଆଦେଶ ଦେଲେ, ମାତ୍ର ସେ ଶୁଣିଲା ନାହିଁ। କହିଲା ପ୍ରଜାମଣ୍ଡଳର ବିନା ଆଦେଶରେ ସେ ଡଙ୍ଗା ଆଣିପାରିବ ନାହିଁ। ଏକଥା ଶୁଣି ଫୌଜମାନେ ରାଗିଗଲେ ଏବଂ ପିଲାଟି ଉପରେ ଗୁଳି ବର୍ଷା କରିଦେଲେ। ପିଲାଟି ସେଇଠାରେ ଟଳି ପଡ଼ିଲା। ପିଲାଟିର ନାମ ହେଉଛି ବାଜିରାଉତ। ଇଏ ହେଲେ ସେଇ ବାଜିରାଉତ। ପିଲାଦିନରୁ ତା'ର ମନ ଦେଶ ପାଇଁ କାନ୍ଦୁଥିଲା। ସେ ସିନା ନିଜ ଜୀବନ ବଳିଦେଲା, କିନ୍ତୁ ଇଂରେଜମାନଙ୍କୁ ପାର କଲା ନାହିଁ। ସେ ଯେଉଁ କାମ କରିଗଲା ସବୁଦିନ ପାଇଁ ଆମେ ତାକୁ ମନେ ରଖିବା।